ଏବେ ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଯାହା ସୂଚନା ମିଳୁଛି, ସୁନ୍ଦର ଅପଡେଟ୍ ଓ ଭାରତୀୟ ପାଣିପାଗ ବିଭାଗ 4 ଜିଲ୍ଲାକୁ ବଙ୍ଗଳା ଖାଡ଼ିରେ ଏକ ପାଣିପାଗ ରେଖା ଯୋଗୁଁ କେତେକ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ସେପଟେ ପାରଦ ଧୀରେ ଧୀରେ ଖସିବାରେ ଲାଗିଛି। ଡଲର ପଶ୍ଚିମବଙ୍ଗ ଉପକୂଳରୁ ଜଳୀୟ ବାଷ୍ପ ପୂର୍ବାଞ୍ଚଳ ରାଜ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାରି ମଧ୍ୟରେ ପାରଦ ଖସିବାରେ ଲାଗିଛି। ବର୍ତ୍ତମାନ ଓଡ଼ିଶା ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି। ଗତ କିଛି ଦିନ ତଳେ ଶିମିଳିପାଳରେ 0 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ପଶ୍ଚିମବଙ୍ଗରେ ଗତ 24 ଘଣ୍ଟାର ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ରହିଲା। ଓଡ଼ିଶାର ଉପକୂଳବର୍ତ୍ତୀ ଓ ଉତ୍ତର ପଶ୍ଚିମାଞ୍ଚଳ ଜିଲ୍ଲା ସମେତ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି। ଏହାରି ମଧ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ବୁଧବାରଠାରୁ ଏଠାରେ ବର୍ଷା ବଙ୍ଗୋପସାଗର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପଟେ ପଶ୍ଚିମ ଘୂର୍ଣ୍ଣିବଳୟ ପ୍ରଭାବରେ ଝାଡ଼ଖଣ୍ଡ ଓ ଏହାର ପଡ଼ୋଶୀ ରାଜ୍ୟ ଉପରେ ପଡ଼ିବ। ଏହି ଦୁଇଟି ବିପରୀତ ପାଣିପାଗ ରେଖା ଯୋଗୁଁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷାର ସମ୍ଭାବନା ରହିଛି। ସୋମବାର ସକାଳୁ ହିଁ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପାଇଁ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁରା, ପୂର୍ବ ବର୍ଦ୍ଧମାନ, ପଶ୍ଚିମ ବର୍ଦ୍ଧମାନ ଭଳି ଦକ୍ଷିଣ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି। ଏହାଛଡ଼ା ପାଣିପାଗ ବିଭାଗ 24 ପରଗନା ଓ ପୂର୍ବ ମେଦିନପୁର, କୋଲକାତା, ହାବଡ଼ା, ହୁଗୁଳି ଓ ନାଦିଆ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରାଯାଇଛି। ତେବେ ଏହି ପାଣିପାଗ ରେଖା ଯୋଗୁଁ ଉତ୍ତରାଞ୍ଚଳ ଓ ପଶ୍ଚିମ ଉତ୍ତରାଞ୍ଚଳରେ ଥିବା ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ଏହାକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ବର୍ଷା ନେଇ କୌଣସି ସୂଚନା ଦିଆଯାଇନାହିଁ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ଭାଇ ଭାଇ ପୁଣି ଦେଖା ହେବ ଆସନ୍ତାକାଲି ଅପଡେଟ୍ ନ୍ୟୁଜ୍ ନେଇକିନା ଆସିବି।